କଳାହାଣ୍ଡି ଜିଲ୍ଲା ଲାଞ୍ଚିଗଡ଼ ବ୍ଲକ ପୋଖରୀ ବନ୍ଧ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ପରିସରଠାରେ ମା ମହାକାଳ ନକଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ଉଦ୍ଯାପିତ ହୋଇଯାଇଛି। ଆଜିର ଉଦ୍ଯାପନୀ ମ୍ୟାଚ୍ ପୋଖରୀ ବନ୍ଧ ଦଳ ଓ ଅମ୍ବାତୋଳା ଦଳ ମଧ୍ୟରେ ହୋଇଥିଲା। ପୋଖରୀ ବନ୍ଧ ଦଳ ପ୍ରଥମେ ବ୍ୟାଟିଂ କରି 12 ଓଭର ବିନିମୟରେ 6 ୱିକେଟ୍ ହରାଇ 129 ରନ୍ କରିଥିଲେ। ଜବାବରେ ଅମ୍ବାତୋଳା ଦଳ 12 ଓଭର ବିନିମୟରେ 5 ୱିକେଟ୍ ହରାଇ 124 ରନ୍ କରି ଦଳ ଅମ୍ବାତୋଳାଠାରୁ ବିଜୟ ଲାଭ କରି ଚାମ୍ପିୟନ ହୋଇଥିଲା। ଆଜିର ମ୍ୟାଚ୍ରେ ସୁଶାନ୍ତ ମାଝୀ ଓ ରଣଜିତ ମାଝୀ ଖେଳ ପରିଚାଳନା କରିଥିବା ବେଳେ ଶୁଭମ ବାଣୁଆ ଓ ରୋହିତ ହରିଜନ ଧାରା ବିବରଣୀ ପ୍ରଦାନ କରିଥିଲେ। ଆଜିର ଏହି ଉଦ୍ଯାପନୀ ମ୍ୟାଚ୍ରେ ମୁଖ୍ୟ ଅତିଥି ଭାବେ ବିଶ୍ୱନାଥପୁର ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡକ୍ଟର ରମେଶ ଚନ୍ଦ୍ର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୋଖରୀ ବନ୍ଧ ପଞ୍ଚାୟତ ସରପଞ୍ଚ ସସ୍ମିତା ମାଝୀ, ବକଟପୁର ଗୌନ୍ତିଆ ବିକ୍ରମାଦିତ୍ୟ ବାରିକ, ପୋଖରୀ ବନ୍ଧ ଗ୍ରାମର ଗୌନ୍ତିଆ କୁଳମଣି ପାଣୁଆ, ଭବାନୀ ଶଙ୍କର ପାଣୁଆ, ସନାତନ ବିଶି, ଜୟମୁନି ବେହେରା, ଉଗ୍ରସେନ ବାଗ, ଯଶବନ୍ତ ନାୟକ, କର୍ଣ୍ଣ ମାଝୀ, ଭଗବାନ ରାଉତ ପ୍ରମୁଖ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତା ଗତ ଜୁନ୍ 5 ତାରିଖରେ ଆରମ୍ଭ ହୋଇ ଆଜି ଫାଇନାଲ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ 16ଟି ଦଳ ଅଂଶଗ୍ରହଣ କରିଥିଲେ। ବିଜେତାଙ୍କୁ ଟ୍ରଫି ଓ ମେଡାଲ ସହ 20,000 ଟଙ୍କା ଏବଂ ଉପବିଜେତାଙ୍କୁ ଟ୍ରଫି ଓ ମେଡାଲ ସହିତ 10,000 ଟଙ୍କାର ପୁରସ୍କାର ରାଶି ମୁଖ୍ୟ ଅତିଥି ଡକ୍ଟର ରମେଶ ଚନ୍ଦ୍ର ସାହୁଙ୍କ ଦ୍ୱାରା ପ୍ରଦାନ କରାଗଲା। ଅନୁଷ୍ଠିତ ଏହି ମ୍ୟାଚ୍ରେ ଆୟୋଜକ ଏବଂ ମା ମହାକାଳ ନକଆଉଟ୍ କ୍ରିକେଟ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। କଳାହାଣ୍ଡି ଜିଲ୍ଲା ଲାଞ୍ଚିଗଡ଼ ବ୍ଲକରୁ ରମେଶ ଚନ୍ଦ୍ର ନାୟକ। लेटेस्ट न्यूज अपडेट पाई www.nowodisha.com को लॉगिन करंतु।